ଜୟ ଜଗନ୍ନାଥ। ଆଣ୍ଠୁଗଣ୍ଠି ବାତ ଅଦା ରସ ସହିତ ଲହୁଣୀ ମିଶାଇ ମାଲିସ କରନ୍ତୁ। କେବଳ ଦରଜ ଥିଲେ ଅଦା ରସ ମାଲିସ କରନ୍ତୁ। ଦାନ୍ତମୂଳ ଫୁଲିବା ଓ ବିନ୍ଧା ଅଦାକୁ ପୋଡ଼ି ଲୁଣ ସହିତ ପ୍ରୟୋଗ କଲେ ଉପକାର ମିଳେ। ଗ୍ରୀଷ୍ମ ଦିନ ପାଇଁ ହିତକର ପେୟ ଅଦା, ଲୁଣ, କାଗଜ ଲେମ୍ବୁ ପାଣି ଖରାଦିନ ପାଇଁ ଏକ ଉପାଦେୟ ପେୟ। ଉତ୍ତାପ ଜନିତ ଅସୁସ୍ଥତା ପାଇଁ ଅଦା, ଚିନି, ଲୁଣ, ପୋଦିନା ପତ୍ର ରସରେ ସର୍ବତ ହିତକର ଅଟେ। ରକା ଓ ପବନ ଅଟକି ଯିବା ଅଦା, ଦୁବ, ଅରୁଆ ଚାଉଳ ବାଟି ଉଷୁମ କରି ଲେପ ଦିଅନ୍ତୁ। ପେଟ ଦରଜ କ୍ଷୀରରେ ଅଦା ସିଝାଇ ଦିନକୁ 2 ଥର ପିଅନ୍ତୁ। ସାଇଟିକା ଯନ୍ତ୍ରଣା 1 ରୁ 2 ଗ୍ରାମ ଶୁଣ୍ଠି ଚୂର୍ଣ୍ଣ ଗୁଡ଼ ସହିତ ସକାଳେ ସନ୍ଧ୍ୟାରେ ଏହାଦ୍ୱାରା ପୁରୁଣା ଗଣ୍ଠି ଫୁଲା ଭଲ ହୋଇଥାଏ। ଅଧିକ ଫୁଲା କ୍ଷେତ୍ରରେ ଶୁଣ୍ଠିକୁ ବାଟି ଲେପ ଦିଅନ୍ତୁ। ଅଧିକ ପୀଡ଼ା କ୍ଷେତ୍ରରେ ଶୁଣ୍ଠିର କ୍ୱାଥ ପ୍ରସ୍ତୁତ କରି 30 ରୁ 60 ମିଲି ମାତ୍ରାରେ ପ୍ରତି ଘଣ୍ଟାରେ ନିଅନ୍ତୁ। 1 ଭାଗ ଶୁଣ୍ଠି ଚୂର୍ଣ୍ଣ ସହିତ 2 ଭାଗ ରାଶି ଚୂର୍ଣ୍ଣ ମିଶାଇ ସେଥିରୁ 2 ଗ୍ରାମ ମାତ୍ରାରେ ଦିନକୁ 2 ପାନ ସେବନ କଲେ ଗଣ୍ଠିବାତ ଫୁଲା ଉପଶମ ହୁଏ। ଦାନ୍ତ ପୀଡ଼ା ଶୁଣ୍ଠି ଚୂର୍ଣ୍ଣରେ ଦାନ୍ତ ଘଷି ଉଷ୍ମ ଜଳ ବା ଉଷ୍ମ କ୍ଷୀରରେ କୁଳି କରନ୍ତୁ। ଅମ୍ଳପିତ ଶୁଣ୍ଠି, ଧନିଆ ଏବଂ ପୋଟଳ ପତ୍ରକୁ ଆଥ ପ୍ରସ୍ତୁତ କରି 3 ରୁ 6 ଚାମଚ ମାତ୍ରାରେ ଦିନକୁ 2 ଥର ନିଅନ୍ତୁ। ପ୍ରସୂତି ମହିଳାଙ୍କ ପକ୍ଷେ ଅଦା ଏକ ବରଦାନ। ସାଧାରଣତଃ ଗାଁ ଗହଳିରେ ପିଲା ପ୍ରସବ ପରେ ପରେ ପ୍ରସୂତିକୁ ଯଥେଷ୍ଟ ମାତ୍ରାରେ ଅଦା ଖାଇବାକୁ ଦିଆଯାଇଥାଏ। ଅଦା, ଘିଅ, ଚିନି, ଭଜା ସୁଜିରେ ଯଥେଷ୍ଟ ମାତ୍ରାରେ ଅଦା ଦେଇ ଉପମା କରି ଦିଆଯାଇଥାଏ। ଏହାଦ୍ୱାରା ଶରୀରରେ ମଜାର ଛାଡ଼ିଯାଏ। ଜରାୟୁ ସ୍ୱାଭାବିକ ଅବସ୍ଥାନକୁ ଶୀଘ୍ର ଫେରିଆସେ। ଆମ ଦୋଷ ଗରମ ଜଳ ସହିତ ଶୁଣ୍ଠି ଚୂର୍ଣ୍ଣ 6 ଗ୍ରାମ ସେବନ କଲେ ଆମ ପାରିବାରିକ ଭଲ ହୁଏ। ଶୁଣ୍ଠି ଚୂର୍ଣ୍ଣ 12 ଗ୍ରାମ, ଜଳ 1.5 ଗ୍ରାମ, କ୍ଷୀର ଅଧ ବା ଏକତ୍ର କ୍ୱାଥ ପ୍ରସ୍ତୁତ କରି ହୃଦ୍ଘାତ ସେବନ କଲେ ଉପକାର ମିଳେ। ଅଦା ରସରେ ସୈନ୍ଧବ ଲବଣ ଓ ତ୍ରିକୋଟ ଚୂର୍ଣ୍ଣ ମିଶ୍ରିତ କରି ଗଳ କଲେ ଏସବୁ ବିକାର ଦୂର ହୁଏ। ହୃଦରୋଗ, କାଶ ଶୁଣ୍ଠିର ପ୍ରାଚନ ଓ ରସ ଗରମ କରି ସେଥିରେ କ୍ଷୁଧା ବୃଦ୍ଧି ହେବା ସହିତ ହୃଦରୋଗ, କାଶ ଆଦି ଭଲ ହୋଇଥାଏ।